ଓମ୍ ସାଇରାମ। ଆଜିର ସାଇ ସନ୍ଦେଶରେ ବାବା କହୁଛନ୍ତି, ସନ୍ତାନ, ତୁମ ପରିବାରକୁ ନେଇକି ତୁମେ ବହୁତ ଚିନ୍ତିତ ଅଛ। ସବୁବେଳେ ତୁମ ପରିବାର ଚିନ୍ତା ତୁମକୁ ଲାଗିଛି, କିନ୍ତୁ ତୁମେ କର୍ମ କ'ଣ ଠିକ୍ ରଖୁଛ? ତୁମେ ମୋ ମନ୍ଦିରକୁ ଆସୁଛ, ପୂଜା ପାଠ କରୁଛ, ହେଲେ ସମସ୍ତଙ୍କ ପାଖରେ ପ୍ରିୟ ପାତ୍ର କାହିଁକି ହେଇପାରୁନ? ତୁମେ ଯାହାକୁ ବାଧିଲା ପରି କଥା କହିଦେଉଛ, କାହା ମନରେ ଆଘାତ ଦେଉଛ, ଏଥିଲାଗି ତୁମର ପରିବାରରେ ଅଶାନ୍ତି ଲାଗିକି ରହୁଛି। ମଣିଷ ଯେତେ ଭଲ ହେଲେ ବି ଯଦି ତୁମେ କାହାକୁ ବାଧିଲା ପରି କଥା କହିବ, ସେ କ'ଣ ତୁମ ମନ ଭିତରଟାକୁ ଦେଖିବ? ନା ତୁମ କଥାରେ ତା ଆଖିରୁ ଦିଟୋପା ଲୁହ ଗଡ଼ିପାରିବ? ସେଇଟା କ'ଣ ଧର୍ମ କାମ ତୁମେ କରୁଛ ସନ୍ତାନ? ତୁମେ ମୋ ମନ୍ଦିରକୁ ନ ଆସ, ମୋତେ ପୂଜା ପାଠ ନ କର, ତୁମେ ଯଦି ସମସ୍ତଙ୍କ ସାଙ୍ଗରେ ଭଲ ବ୍ୟବହାର କରିବ, ଭଲ ସମ୍ପର୍କ ରଖିବ, ମୁଁ ସେଥିରେ ବହୁତ ଖୁସି ହେବି ଆଉ ଆନନ୍ଦିତ ହେବି, ଆଉ ତୁମର ସବୁ ଅସୁବିଧା ବି ଟଳିଯିବ। ମୁଁ କହୁନି ତୁମେ ମୋ ପାଖକୁ ଆସ, ମୋତେ ପୂଜା ପାଠ କର, ମୋ ପାଇଁ ବହୁତ ସାରା ଫୁଲହାର ନେଇକି ଆସ। ମୁଁ କହୁଛି ତୁମେ ସମସ୍ତଙ୍କ ସାଙ୍ଗରେ ବ୍ୟବହାର ଠିକ୍ ରଖ, ସମସ୍ତଙ୍କୁ ସମ୍ମାନ ଦିଅ, ବଡ଼ମାନଙ୍କୁ ସମ୍ମାନ କର, ସାନମାନଙ୍କୁ ସ୍ନେହ କର। ତୁମେ କଥାରେ କଥା ତ କହୁଛ, ରାଗି ଯାଇକା ଗାଲରେ ଚାପୁଡ଼ାଟେ ବି ମାରି ଦେଉଛ। ଏତେ ରାଗ ସନ୍ତାନ, ଏଇଟା କ'ଣ ଠିକ୍ କଥା? ଯିଏ ଭଗବାନଙ୍କୁ ଭଲ ପାଏ, ପୂଜା ପାଠ କରେ, ସେ କେବେ ବି କାହା କଥାରେ କ୍ରୋଧିତ ହେବନି। ତାକୁ ଯିଏ ଯେତେ କଥା କହୁ, ତାକୁ କିଛି ଫରକ ପଡ଼ିବନି। ତା ମନଟା ସବୁବେଳେ ଭଗବାନଙ୍କ ପାଖରେ ହିଁ ଲାଗିକି ରହିଥିବ। କିଏ ଠିକ୍ ଭଲ କହୁଛି, କିଏ ଖରାପ କହୁଛି, ସେସବୁ କଥାରେ ସେ ଜମାରୁ ଧ୍ୟାନ ଦେବନି। ସେ ସବୁବେଳେ ଧର୍ମ କାମରେ ହିଁ ଥିବ, ଆଉ ସବୁବେଳେ ତାର ଈଶ୍ୱରଙ୍କ ଉପରେ ଭରସା ଥିବ। ସେ କହୁଥିବ, ଈଶ୍ୱର ମୋ ସାଙ୍ଗରେ ଅଛନ୍ତି, ମୁଁ ଧର୍ମରେ ଅଛି, ମୋର ବିଶ୍ୱାସ ଏ ବିପଦ ନିଶ୍ଚୟ ଟଳିଯିବ। ସେଇ ଭକ୍ତର ଘର ମୁଁ କେବେ ବି ଛାଡ଼ି ନଥାଏ। ସନ୍ତାନ, ତୁମେ ମୋର ଏଇ ଭକ୍ତ ପରି ସମସ୍ତେ ହେବାକୁ ଚେଷ୍ଟା କର। ରାଗ ସମସ୍ତଙ୍କ ମନରେ ଆସିବ, ହେଲେ ରାଗରେ ମଣିଷର ଜୀବନ ନେଇଯାଉଛି। ଏତେ ରାଗ କାହିଁକି ସନ୍ତାନ? କାହିଁକି ନା ତୁମେ ଈଶ୍ୱରଙ୍କୁ ବିଶ୍ୱାସ କରୁନ, ଈଶ୍ୱରଙ୍କ ନାମକୁ ସ୍ମରଣ କରୁନ, ପୂଜା ପାଠ କରୁନ, ସେଥିଲାଗି ତୁମର ଏତେ ରାଗ ଆସୁଛି। ତୁମେ ଭାଗବତ ଆଜିଠାରୁ ପାଠ କର, ତୁମର ରାଗ ସବୁ କମିଯିବ। ତୁମେ ଭାଗବତ ପାଠ କଲେ ଜୀବନର ପ୍ରକୃତ ମୂଲ୍ୟ କ'ଣ ତୁମେ ବୁଝିପାରିବ, ଆଉ ତୁମକୁ ସାହସ, ଧୈର୍ଯ୍ୟ, ସେଇଥିରୁ ସବୁ ତୁମକୁ ମିଳିବ। ସନ୍ତାନ, ମୁଁ ଏଇ ସନ୍ଦେଶ ମାଧ୍ୟମରେ ତୁମକୁ ଭଲ କଥା ହିଁ କହିଥାଏ, ଯେଉଁଟାକି ମୋ ସନ୍ତାନମାନଙ୍କର ମଙ୍ଗଳ ହେବ, ଆଉ ମୋ ସନ୍ତାନମାନେ ଖୁସିରେ ରହିବେ। ତୁମେ ମୋ ଉପରେ ଭରସା ରଖ, ତୁମ ପରିବାର ଦାୟିତ୍ୱ ମୋତେ ଦେଇଦିଅ, କିଛି ଅସୁବିଧା ହେବନି, ମୁଁ ସବୁ ସମ୍ଭାଳିବି। ଓମ୍ ସାଇରାମ।